द्वादशोऽध्याय श्रीशुक उवाच श्रीरघुनाथଙ୍କ सन्तति ଶୁଣ ରାଜନ ମହିପତି ଅତିଥି କୁଶର ନନ୍ଦନ ନିଷଦ ତାର ଘରେ ଜନ୍ମ ନବ ତାହାର ହୁଏ ଶ୍ରୁତ ତା ପୁତ୍ର ପଣ୍ଡୁରିକ ଖ୍ୟାତ ତା ପୁତ୍ର କ୍ଷମ ଧାନ ନାମ ପୁରେ ସୁନ୍ଦର ଅନୁପମ ତାର ତନୟ ଦେବାନିକ ଅନିହ ତାର ପୁତ୍ର ଏକ ତାର ତନୟ ପାରିପାତ୍ର ବଳ ସ୍ଥୂଳ ନାମ ତା ସୁତ ତାର ସନ୍ତତି ବ୍ରଜନାଭ ଅର୍କ ହଂସରୁ ସେ ସମ୍ଭବ ସଗଣ ତାହାର ତନୟ ବିଦ୍ରୁତି ତାର ବୀର୍ଯ୍ୟ ହୁଏ ହିରଣ୍ୟ ନାଭ ତା ସନ୍ତତି ଯୋଗ ବିଦ୍ୟାରେ ଯାର ଶାନ୍ତି ଗୁରୁ ଯାହାର ଜୟୀ गुरु ଯାହାର ଜୈମିନୀ ତାତେ ଯେ ଯୋଗ ସିଦ୍ଧି ଘେନି ନିତ୍ୟ ଅଭ୍ୟାସ ଚାରି ବେଦ ତେଜ ହୃଦୟ ଗ୍ରନ୍ଥି ଭେଦ ଯାଠାରୁ ଯାଜ୍ଞ ବକ୍ଳ ଋଷି ଯୋଗ ବିଦ୍ୟା ନିତ୍ୟ ଅଭ୍ୟାସୀ ପୁଷ୍ପ ତାହାର ହୁଏ ସୁତ ଧ୍ରୁବ ସନ୍ଧିତା ତହୁଁ ଜାତ ତାହାର କୁମର ସୁଦର୍ଶନ ଯା ପୁତ୍ର ହୁଏ ଅଗ୍ନିବର୍ଣ୍ଣର ଶୀଘ୍ର ନାମ ପୁତ୍ର ଜନ୍ମିଲା ଅନୁପମ ମରୁ ଅଗ୍ନିବର୍ଣ୍ଣ ତନୟେ ତା ନିତ୍ୟ ଯୋଗ କର୍ମ ପାଏ କଳାପି ଗ୍ରାମେ ବସି ଧ୍ୟାନେ ଯନ୍ତ୍ରିତ ନିତ୍ୟ ତତ୍ତ୍ୱ ଜ୍ଞାନେ ଯୋଗ ସାଧଇ ଯେବା ଅର୍ଥେ ଶୁଣ କହିବା ତ ଅଗ୍ରତେ କଳିର ଅନ୍ତ ସୂର୍ଯ୍ୟ ବଂଶ ସେ ପୁଣି କରିବ ପ୍ରକାଶ ପଶୁଶ୍ରୁତ ତା ତନୟେ ସନ୍ଧି ତା ଠାରୁ ଜନ୍ମ ହୁଏ ସନ୍ଧିର ପୁତ୍ର ଅମର୍ଷଣ ତାର ତନୟ ମହାଶ୍ୱାନ ତହୁଁ ବିଶ୍ୱବାହୁ ସମ୍ଭୂତ ପ୍ରସନ୍ନ ଜିତ ତାର ସୁତ ପ୍ରସନ୍ନ ଜିତ ଯହୁଁ ଜାତ ତକ୍ଷକ ନାମ ହୁଏ ସୁତ ବୃହଦ ବଳ ତାର ସୁତ ଯେ ପିଥା ଅର୍ଥେ ରଣେ ହତ ଇକ୍ଷ୍ୱାକୁ ବଂଶେ ଯେତେ ରାଜା ଧର୍ମ ପାଳିଲେ ଜନପ୍ରଜା ଶୁଣ ପରୀକ୍ଷ କହୁ ଏବେ ଭବିଷ୍ୟ ଯେତେ ଉପୁଜିବେ ବୃହଦ ବଳର ପୁତ୍ର ଶୁଣ ନାମ ହୋଇବ ବୃହଦ୍ରୁଣ ତହୁଁ ସମ୍ଭବେ ଉରୁତ୍ରୟ ବସୁବୃଧ ନାମେ ତନୟ ତାର କୁମର ପ୍ରତିବ୍ୟୋମ ଭାନୁ ନାମେ ତାହାର ନନ୍ଦନ ଦିବାକ ତାହାର ସନ୍ତତି ସେ ହେବ ଯୁଧେ ସେନାପତି ତା ପୁତ୍ର ହେବ ସହଦେବ ତହୁଁ ବୃହଦସ୍ୟୁ ସମ୍ଭବ ତାର କୁମର ଭାନୁମାନ ପ୍ରତିକଣ୍ଠ ତାର ନନ୍ଦନ ତାର ସୁତ ସୁପ୍ରତୀକ ହେବ ତହୁଁ ଉଦ୍ଭବ ମରୁଦେବ ତା ଅନ୍ତେ ହେବ କ୍ଷତ୍ର ପୁଷ୍ପର ହେବ ତାର ସୁତ ଅନ୍ତରିକ୍ଷ ତାର ସନ୍ତତି ତହୁଁ ସୁପାତ ଉତ୍ତପତି ଅମିତ୍ର ଜିତ ତା ଅନ୍ୱୟ ବୃହଦ୍ୱାଜ ତାର ତନୟ ତହୁଁ ହେବ ଉଦୟ ତା ସୁତ ହେବ କୃତଞ୍ଜୟ ତାର ସନ୍ତାନ ରଣଜୟ ତା ସୁତ ହୋଇବ ସଞ୍ଜୟ ତା ସୁତ ଶାକ୍ୟ ନାମେ ଖ୍ୟାତ ସୂର୍ଯ୍ୟାଦ ତାହାର ଅପ୍ୟତ ଲାଙ୍ଗୁଳ ତାହାର କୁମର ପ୍ରସନ୍ନ ଜିତ ସୁତ ତାର ରଶ୍ମକ ତାହାର ସନ୍ତତି ତହୁଁ ସୁରଥ ଉତ୍ତପତି ସୁମିତ୍ର ତାହାର ତନୟ ବୃହଦ ବଳର ଏ ଅନ୍ୱୟ ଇକ୍ଷ୍ୱାକୁ ବଂଶେ ରାଜା ଏତେ ତତେ କହିଲି ଭବିଷ୍ୟତେ ସୁମିତ୍ର ଅନ୍ତେ କଳି ଯୁଗେ ଯେତେ ନୃପତି କଲେ ଭୋଗେ କହଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଆଦିତ୍ୟ ବର୍ଷାନୁଚରିତ ଯେ ଅବା ଭୂତ ଭବିଷ୍ୟତ ତାହାର ଜନ୍ମ ଏ ସଂସାରେ ଶୁଣନ୍ତେ ସର୍ବ ପାପ ହରେ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ନବମ ସ୍କନ୍ଧେ ବଂଶାନୁଚରିତେ ନାମ ଦ୍ୱାଦଶୋऽଧ୍ୟାୟ।